ସବୁବେଳେ ଭାବୁଛ ଆଜି ନହେଲେ କାଲି ଭଲ ହୋଇଯିବି, ହେଲେ ସବୁବେଳେ ଆସୁଥିବା କାଲି ବେଶୀ ଖରାପ ହୋଇଯାଉଅଛି। ଓମ୍ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ମେ ମାସ 29 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 15 ଦିନ, ଗୁରୁବାର, ଶୁକ୍ଳ ପକ୍ଷ ତୃତୀୟା ତିଥି, ଯାହା ରାତ୍ରି 2 ଘଟିକା ପର୍ଯ୍ୟନ୍ତ ରହୁଛି, ତାପରେ ଚତୁର୍ଥୀ ତିଥି ଆରମ୍ଭ ହେଉଛି। ଆଜି ଆଦ୍ରା ନକ୍ଷତ୍ର, ଯାହା ରାତ୍ରି 1 ଘଟିକା 29 ପର୍ଯ୍ୟନ୍ତ ରହୁଛି, ତାପରେ ପୁନର୍ବସୁ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ଯାହାକି ସୂର୍ଯ୍ୟ ଉଦୟ ହେଉଛନ୍ତି ପ୍ରାପ୍ତ 5 ଘଟିକା 9 ମିନିଟରେ, ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6 ଘଟିକା 15 ମିନିଟରେ। ଆଜି ଯୁଗ୍ନି ରହିଛି, ଯାହାକି ଅଗ୍ନି କୋଣରେ ରାତ୍ରି 2 ଘଟିକା ପରେ ନୈಋତ୍ୟ କୋଣରେ ଯୁଗ୍ନି ରହିବ। ଆଜି ଘାତ ଚନ୍ଦ୍ର ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଓ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ରାତ୍ରି 1 ଘଟିକା 29 ପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ଯାହାକି ବଂଶହାନି। ଆଜି ତୃତୀୟାରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି, ପୁଟୁଳ ଭୋଜନ ନିଷେଧ ରହିଛି। ଆଜି ହଉଛି ରମ୍ଭା ତୃତୀୟା। ଏହି ରମ୍ଭା ତୃତୀୟା ଉପଲକ୍ଷେ ଯାହାକି ଅବିବାହିତା ମହିଳା ମାନେ ଜୀବନ ସାଥୀ ନିଜ ଇଚ୍ଛା ମୁତାବକ ପାଇବା ପାଇଁ ଏ ବ୍ରତ କରାଯାଏ। ବିଶେଷ କରି ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରମ୍ଭା ତୃତୀୟା ଯାହାକି ଇଚ୍ଛା ମୁତାବକ ସ୍ୱାମୀ ପ୍ରାପ୍ତ କରିବାର ଉପଯୁକ୍ତ ଯାହାକି ବ୍ରତ ବୋଲି ମାନାଯାଏ। ତେଣୁ ଅବିବାହିତା ମହିଳା ମାନେ ଏହି ବ୍ରତଟି ନିଶ୍ଚିତ କରନ୍ତୁ। ଆଜିର ଶୁଭ କାର୍ଯ୍ୟ ଗୁଡ଼ିକ ଆପଣ ମାନେ କରିପାରିବେ, ଯାହାକି ପୁଂସବନ ସୀମାନ୍ତୟନ ବିଦ୍ୟା ଆରମ୍ଭ, ଋକ୍ ବେଦୀ ବ୍ରତ ପ୍ରଣୟନ, କଳା ସଙ୍ଗୀତ ବିଦ୍ୟା ଆରମ୍ଭ, ଦେବତା ପ୍ରତିଷ୍ଠା, ତରୁ ରୁଦ୍ର ପ୍ରତିଷ୍ଠା ପ୍ରଭୃତି ଆଜି କରିପାରିବେ ଶୁଭ କାର୍ଯ୍ୟ। ଆଜିର ଶୁଭ ବାର୍ତ୍ତା, ଯଦି ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଘର କାନ୍ଥରେ ଝିଟିପିଟି ଦେଖିଲେ, ଯାହାକି ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପିଟି ଉପରେ ପକାଇଲେ ନିଶ୍ଚିତ ଶୁଭ ଫଳ ମିଳିଥାଏ। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ଯାହା ରାତ୍ରି 1 ଘଟିକା 29 ମଧ୍ୟରେ, ତେବେ ନିଶ୍ଚିତ 5 ମାସ ଗଣ୍ଡ ଦୋଷ ଲାଗିବ। ଆଜିର ଅଶୁଭ ବେଳା, ଯାହା ଦିବା 1 ଘଟିକା 24 ରୁ ଦିବା 3 ଘଟିକା 3 ମଧ୍ୟ ରହିଛି ରାହୁ କାଳ ଯୁଗ। ସେହିଭଳି ଦିବା 12 ଘଟିକା 59 ରୁ ଦିବା 1 ଘଟିକା 16 ମଧ୍ୟ ରହିଛି, ଯାହାକି 12 ବେଳା ଏବଂ କାଳ ବେଳା। ତେଣୁ 12 ବେଳା କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 5 ଘଟିକା 57 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9 ଘଟିକା 9 ରୁ ଦିବା 10 ଘଟିକା 45 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3 ଘଟିକା 52 ରୁ ଅପରାହ୍ନ 6 ଘଟିକା 15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7 ଘଟିକା 3 ରୁ ରାତ୍ରି 9 ଘଟିକା 27 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ସଫଳତା ମିଳିବ, କିନ୍ତୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିଲେ କୌଣସି କାର୍ଯ୍ୟରେ ଆପଣ ବିଫଳତା ପାଇବେ ନାହିଁ। ସମସ୍ତ କାର୍ଯ୍ୟ ଶୀଘ୍ର ଶୀଘ୍ର ହେବ। ବିଶେଷ କରି ଦୈନନ୍ଦିନ କାର୍ଯ୍ୟରେ ଏକାଗ୍ରତା ବଢ଼ିବ। ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣ ନିଜର କାର୍ଯ୍ୟକୌଶଳ ଦକ୍ଷତା ବୃଦ୍ଧି କରିବା ସହିତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ହୋଇପାରନ୍ତି ମେଷ ରାଶି ବ୍ୟକ୍ତି। ତେବେ ମେଷ ରାଶି ବ୍ୟକ୍ତି ଆଜି ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହିଛି, କିନ୍ତୁ ଅନ୍ୟ ଲୋକଙ୍କ ଠାରୁ
टिके बदमाश लोकंक ठारू दूरता अवलंबन करंतु जहाँकि आपणकर भाग्य हानि करि देई पारंती। तेबे मेष राशि व्यक्ति आज राजनीतिक सामाजिक क्षेत्र रे विशेष करी दुष्ट प्रवृत्ति खल प्रवृत्ति लोकंक ठारू सावधान रुहंतु जहाँ आपणक पई भलो हेबो। तेबे आज मेष राशि व्यक्ति विशेष करे प्रेम दुनिया रे जो माने जड़ित अछंती सेमानक पई मधुर संपर्क रहिबार पूर्ण सुजोग रहुची। तत्सहित आज नूतन वार्तालाप करिबार उत्तम जुग देई पारे। तत्सहित आज मेष राशि व्यक्ति जहा कि आपणकर व्यापार वाणिज्य क्षेत्र रे अनेक प्रकार लाभ प्राप्त करिबार उत्तम जुग रहुची। जदि दूर यात्रा करूछंती मेष राशि व्यक्ति से कार्य आपण निश्चित सफलता प्राप्त करिबार उत्तम जुग रहुची। तत्सहित आज नूतन व्यापार वाणिज्य निष्पत्ति नबा पई पूर्ण शुभ जुग रहुची। गुरुत्वपूर्ण निष्पत्ति नबा पई आज भाग्य ग्रह साथ देउची। आज मेष राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य प्रति टिके सचेतन रहिले कौनसी स्वास्थ्य समस्या रहिबो नाही जहा आपणक भाग्य चक्र रु जणा पडुची। आज मेष राशि व्यक्तिंकर भाग्य संख्या रहिची जहा कि 5। भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 80% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति समस्त कार्य आज धैर्य सहकारे करिले आपण को पई भलो हेबे। कोनोसी अस्थिर अधैर्य सहकारे कार्य करंतु नाही। तेबे वृष राशि व्यक्ति गुरुत्वपूर्ण निष्पत्ति ठारू आज दूरता अवलंबन करिले ताहा आपण को पई लाभदायक हेबो। तेबे वृष राशि व्यक्ति आज विशेष करी आपणकर चाकरी संबंध कार्य गुड़िक निजर उपरस्थ कर्मचारी कथा अनुसार कार्य करंतु नहले आपण गाली बा कलहयुक्त भितर जड़ित होई पारंती। तेणु यह प्रति निश्चित वृष राशि व्यक्ति सचेतन रुहंतु। तेबे वृष राशि व्यक्ति आज आपण जहा कि राजनैतिक सामाजिक क्षेत्र रे आपणकर भाग्य उत्तम जुग रहुची। आपणकर मान सम्मान प्रतिष्ठा लाभ करिवार उत्तम जुग रहुची। तेबे आज वृष राशि व्यक्ति शिक्षार्थी विद्यार्थी माने निजर सफलता प्राप्त करिबा और मन को स्थिर रखी कार्य करिले आपण सफलता पाइबे नहले विफलता सामना करिबा को पड़िबो। तेबे वृष राशि व्यक्ति आज दान धर्म किछि कार्य रे निजर लिप्त रहिबार उत्तम जुग रहुची किबा आध्यात्मिक कार्य परिवेश भितर जड़ित रही पारंती जहा आपणकर भाग्य बा भाग्य उदय जुग भितर जड़ित हेबो एवं अनेक सफलता प्राप्त करि पारंती जदि आध्यात्मिक भितर जड़ित रहिबे। तेबे वृष राशि व्यक्ति आज प्रेम दुनिया रे आपणकर जहा कि दूरता टिके अवलंबन करबा को पड़िबो। विशेष करी कलह युक्ति तर्क ठारू दूरता अवलंबन करबा सहित बंधु वर्ग एवं परिवार वर्गक सहित संबंध किछि मात्रा रे मनांतर। तेबे आज वृष राशि व्यक्ति व्यापार वाणिज्य क्षेत्र रे टिके सावधान रुहंतु। आशा अनुଯାयी लाभ प्राप्त करिबा पाई भारी कष्टकर जुग रहुची। तेणु एहा प्रति सचेतन रुहंतु। दूर यात्रा करुथिले आशा अनुଯାयी सफलता मिलिबा कष्टकर। तेणु दूर यात्रा आज नास्ति करिले भलो रहिबो। तेबे वृष राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य किछि समस्या जड़ित रही पारंती। पूर्वरु जदि स्वास्थ्य समस्या थिबो आज निश्चित वृष राशि व्यक्ति सावधान रुहंतु नहले स्वास्थ्य हानि होबार अनेक चांस रहउची। आज वृष राशि व्यक्तिंकर भाग्य संख्या रही जहा कि 3। भाग्य रंग आपण बैगणी रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आपणकर भाग्य आज उदय जुग रहुची। ग्रह माने आपण को पूर्ण शुभ दृष्टि रे देखुथिबारु जे कोनोसी कार्य करिवे से कार्य रे निश्चित सफलता प्राप्त करिबार उत्तम जुग रहुची। तत्सहित मिथुन राशि व्यक्ति पूर्वरु अटकी जाइथिबा कार्य मध्य आपणकर आज संपूर्ण होबार पूर्ण शुभ जुग रहुची। तबे मिथुन राशि व्यक्ति आज गुरुत्वपूर्ण निष्पत्ति नबा पई उत्तम जुग रहुची जहा आपणक भाग्य चक्र रु जणा पडुची। तबे मिथुन राशि व्यक्ति आज दैनंदिन कार्य रे भलो सफलता पाइबे। तत्सहित राजनैतिक सामाजिक क्षेत्र रे आपणकर दक्षता वृद्धि करिबा सहित पूर्ण शुभ जुग रहुची। तत्सहित मिथुन राशि व्यक्ति चाकरी संबंध कार्य रे उत्साह एवं आपणकर मान सम्मान प्रतिष्ठा लाभ करिवार पूर्ण जुग रहुची। उपरस्थ ऑफिसर आपणको प्रशंसा करि पारंती। तबे मिथुन राशि व्यक्ति शिक्षार्थी विद्यार्थी मानकर आज उत्तम जुग रहुची। इंटरव्यू एग्जाम देले अनेक प्रकार सफलता पाइबे। आज मिथुन राशि व्यक्ति जहा कि दूर यात्रा करूछंती बा जे कोनोसी कार्य पई जाउछंती से कार्य रे निश्चित सफलता प्राप्त करिवार उत्तम जुग रहुची। तबे मिथुन राशि व्यक्ति
ଆଜି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନଙ୍କର ଆଜି ମଧୁର ସମ୍ପର୍କ ବାର୍ତ୍ତାଳାପ କରିପାରନ୍ତି। ନୂତନ ବାର୍ତ୍ତାଳାପ ପ୍ରେମ କ୍ଷେତ୍ରରେ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଆଜି ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର ଭଲ ସମ୍ପର୍କ ରହିବ ଏବଂ ତାଙ୍କଠାରୁ ମଧ୍ୟ ସହାୟତା ମିଳିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି କୌଣସି ଦୂରଯାତ୍ରା ଯଦି କରୁଛନ୍ତି ସେ କାର୍ଯ୍ୟ ପାଇଁ ନିଶ୍ଚିତ ଆପଣଙ୍କର ସଫଳତା ମିଳିବ। ତତ୍ସହିତ କମ୍ପିଟିସନ କ୍ଷେତ୍ରରେ ଯଦି କିଛି ଭାଗ ନେଉଛନ୍ତି ସେଥିରେ ବିଜୟ ହେବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ସଫଳତା ପାଇବେ। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣଙ୍କୁ ଧୈର୍ଯ୍ୟ ସହକାରେ କରିବାକୁ ପଡିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ମାନସିକ ସ୍ଥିତିକୁ ଭଲ ଭାବେ ସ୍ଥିର ରଖିବାର ଆବଶ୍ୟକତା ରହିଛି। ନହେଲେ କର୍କଟ ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଅସ୍ଥିରତା ବିଫଳତା ସାମ୍ନା କରିବାକୁ ପଡିବ। ଦୈନନ୍ଦିନ କାର୍ଯ୍ୟରେ ଆପଣ କାର୍ଯ୍ୟଗୁଡ଼ିକୁ ଯାହାକି ମନ ନ ଲାଗିପାରେ, ଯାହା ପାଇଁ ଅଶାନ୍ତି ପରିବେଶ ହୋଇପାରେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଆପଣ ଅଫଳଯୁକ୍ତ ରହିପାରନ୍ତି, ଅର୍ଥାତ୍ ନିଜର କାର୍ଯ୍ୟ ହାନି ଯୁଗ ରହୁଛି, ଯାହା ପାଇଁ ଉପରସ୍ଥ କର୍ମଚାରୀଙ୍କ ଠାରୁ ଯାହାକି ରାଗରେ ଶିକାର ହୋଇପାରନ୍ତି। ତେଣୁ କର୍କଟ ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ନିଜର ଯାହାକି କାର୍ଯ୍ୟଗୁଡ଼ିକୁ ପରିଚାଳନା ସାବଧାନ ସହକାରେ କରନ୍ତୁ। କଥାବାର୍ତ୍ତାକୁ ସଂଯମତା ନିହାତି ଆବଶ୍ୟକତା ରହିଛି। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କଲେ ନିଶ୍ଚିତ ସଫଳତା ପାଇବେ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଯାହାକି ଯୋଉମାନେ ପ୍ରେମ ଦୁନିଆରେ ଜଡ଼ିତ ଅଛନ୍ତି ମଧୁର ସମ୍ପର୍କ ଆପଣଙ୍କର ଆକସ୍ମିକ ଭାବେ ବଢିପାରେ। ନୂତନ ପ୍ରେମର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ଯୁଗ ରହୁଛି। ଦୂରଯାତ୍ରା ଯଦି କର୍କଟ ରାଶି ବ୍ୟକ୍ତି କରୁଛନ୍ତି ସେ କାର୍ଯ୍ୟ ଆପଣଙ୍କୁ ସଫଳତା ମିଳିପାରେ, ଯାହା ଆପଣଙ୍କର ଯାହାକି ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଲାଭ କରିପାରନ୍ତି। ଯଦି ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରିବେ କୌଣସି କ୍ଷତି ମଧ୍ୟ ହେବ ନାହିଁ କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ନିହାତି ଆବଶ୍ୟକତା ରହିଛି, କାରଣ ଆଜି ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ହାନି ହବାର ଅନେକ ଚାନ୍ସ ରହୁଛି। ତେଣୁ କର୍କଟ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପୂର୍ଣ୍ଣ ଯୁଗ ରହୁଛି। ଭାଗ୍ୟ ଗ୍ରହ ଆପଣଙ୍କର ଆଜି ଉତ୍ତମ ଯୁଗରେ ରହୁଥିବାରୁ ଗ୍ରହ ମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ସେଥିପାଇଁ ସିଂହ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳତା ପାଇବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ପ୍ରତିଭା ଏକାଗ୍ରତା ଦେଖାଦେବ। ଅତି କ୍ଷଣ ସମୟରେ ତାହାର ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ପ୍ରତିଭା ପରିପ୍ରକାଶ ହେବ। ସମସ୍ତଙ୍କର ସହଯୋଗ ମିଳିବ। ଆପଣଙ୍କର କାର୍ଯ୍ୟକୌଶଳ ଦେଖି ବିଶେଷ କରି ଆପଣଙ୍କର ଉପରସ୍ଥ ଅଫିସର ଆପଣଙ୍କୁ ପ୍ରଶଂସା କରିପାରନ୍ତି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଉତ୍ତମ ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମରେ ଆଜି ଯଦି ଥିବ ଆପଣ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ସିଂହ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଆଜି ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବା ସହିତ ବ୍ୟକ୍ତିତ୍ୱ ଆପଣ ଅନେକ ପ୍ରକାର ଯାହାକି ଦବଦବା ବଢିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଦୁନିଆରେ ଅଛନ୍ତି ସେମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ମଧୁର ବାର୍ତ୍ତାଳାପ ସହିତ ଆପଣଙ୍କର ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବାର ଉତ୍ତମ ସୁଯୋଗ ରହୁଛି। ତତ୍ସହିତ ଆଜି
ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ତାହାର ସମାଧାନର ରାସ୍ତା ବାହାରିଯିବ। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହିଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ନୂତନ ବେପାର ବାଣିଜ୍ୟ ପାଇଁ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କ୍ଷେତ୍ରରେ ଅର୍ଥ ସଞ୍ଚୟ କରିବାର ଗ୍ରହମାନେ ଆପଣଙ୍କୁ ଶୁଭ ଯୁଗ ଯାହାକି ବନଉଛନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ କ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ବିଫଳତା ସାମ୍ନା କରିବାକୁ ପଡିବ ନାହିଁ, କିନ୍ତୁ ଟିକେ ଅଧୈର୍ଯ୍ୟ ଅସ୍ଥିର ହେଲେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡିବ, ଯାହାକି ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ ସମସ୍ୟା ଯାହାକି ଦେଖା ଦେଇପାରେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ ନିଶ୍ଚିତ ଆପଣଙ୍କର ଉତ୍ସାହ ବଢିବ। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଉତ୍ତମ ସୁଯୋଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଆଜି ନିଶ୍ଚିତ ସଫଳତା ମିଳିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ତତ୍ସହିତ ଯୋଉମାନେ ପ୍ରେମ ଜନିତ କ୍ଷେତ୍ରରେ ଅଛନ୍ତି ମଧୁର ବାର୍ତ୍ତାଳାପର ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଆଜି ଯାହାକି କନ୍ୟା ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଦୂରଯାତ୍ରା କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି ସେ କାର୍ଯ୍ୟ ନିଶ୍ଚିତ ଆପଣଙ୍କୁ ଯାହାକି ସଫଳତା ଦେଇପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣଙ୍କର ଆଜି ଆଶା ଠାରୁ ଅଧିକ ଲାଭ ହୋଇ ନପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ବେପାର ବାଣିଜ୍ୟ ନିଶ୍ଚିତ ସଚେତନ ସହକାରେ କରନ୍ତୁ, ଦେଖିବେ ନିଶ୍ଚିତ ସଫଳତା ମିଳିବ, କିନ୍ତୁ କ୍ଷତି ହବାର ଚାନ୍ସ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଯାହାର ଦୀର୍ଘକାଳୀନ ରୋଗ ରହିଛି ସେମାନେ ଆଜି ନିଶ୍ଚିତ ଏଇ ରୋଗ ପ୍ରତି ସାବଧାନ ରୁହନ୍ତୁ, ନହେଲେ ଏ ରୋଗ ଆହୁରି ଅଧିକ ବଢି ଯାଇପାରେ ଆଜି। ତେଣୁ ଏହା ପ୍ରତି ନିଶ୍ଚିତ ଖାଦ୍ୟ ପେୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣଙ୍କର ଯାହାକି ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ମାନସିକ ଅସ୍ଥିରତା ଦେଖା ଦେଇପାରେ, ମନ ଭିତରେ ଅନେକ ଦ୍ୱନ୍ଦ୍ୱ ଆସିପାରେ, କୌଣସି କାର୍ଯ୍ୟ ଆପଣଙ୍କୁ ଆଜି କରିବା ପାଇଁ ଇଚ୍ଛା ନ ହୋଇପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଆପଣ ଭଲ ଭାବେ ତନଖିକି କାର୍ଯ୍ୟ କରନ୍ତୁ। ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଆଜି କାର୍ଯ୍ୟ ବିଫଳତା ସାମ୍ନା କରିବା ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କୁ ହତାଶ ହୋଇପାରେ। ଉପରସ୍ତରଙ୍କ ଯାହାକି ଅଫିସରଙ୍କ ଠାରୁ କଟୁ କଥା ଶୁଣିବା ପାଇଁ ମିଳିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ତୁଳା ରାଶି ବ୍ୟକ୍ତି ସଚେତନ ରହିବା ସହିତ ନିଜର କାର୍ଯ୍ୟ ପ୍ରଣାଳୀକୁ ଟିକେ ପରିବର୍ତ୍ତନ କରନ୍ତୁ। ଟିକେ ଧ୍ୟାନ ମାର୍ଗ କିମ୍ବା ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରବଚନ ଶୁଣନ୍ତୁ ବା ସଙ୍ଗୀତ ଶୁଣନ୍ତୁ, ଦେଖିବେ ଆପଣ ମାନସିକ ସ୍ଥିତି ଭଲ ରହିବ ଏବଂ କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ସ୍ଥିରତା ଅବଲମ୍ବନ କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ତେବେ ଆଜି ତୁଳା ରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଆପଣ ଟିକେ ଦୂରତା ଅବଲମ୍ବନ କରିବା ସହିତ କୌଣସି ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। କିଛି ମାତ୍ରାରେ ଆଜି ମନାନ୍ତର ଯୁଗ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଆପଣଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ କିଛି ଯୋଜନା ପ୍ରସ୍ତୁତ କରି
अनेक प्रकार सफलता पाइबार पूर्ण सुजोग रहुची। आज अर्थ मध्य संचय करि पारंती जहा तुला राशि व्यक्ति भाग्य चक्र जना पड़े। तेबे तुला राशि व्यक्ति आज स्वास्थ्य आपणकर मध्यम धरणर रहिबो। मानसिक स्थिति टिके अस्थिरता रही पारे, यह प्रति सचेतन रुहंतु। आज तुला राशि व्यक्तिंकर भाग्य संख्या रही जहा कि 5। भाग्य रंग आपणकर कला रंग व्यवहार करिवे एवं ग्रह माने आपनको आज 70% साथ दउछंती। बे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज समस्त प्रकार कार्य रे आपनको अस्थिरता आसी पारे, मानसिक टेंशन बढ़ी पारे, कार्य चाप अधिक देखा देई पारे, जहा पई आपण मन आपण अस्थिरता देखा देबो। तेणु बिछा राशि व्यक्ति यह प्रति सचेतन रहिबा सहित आपणकर ऑफिस जनित कार्य रे अवहेला युक्त रही पारे। तत्सहित दैनंदिन कार्य रे आपणकर कार्य गुडी को स्थिर बा जहा कि विलंब होई पारे, जहा पई आपण भारी कष्ट भुगिबा पई पड़ी पारे। तेबे बिछा राशि व्यक्ति आज जहा कि प्रेम दुनिया रे जो माने जड़ित अछंती से माने टिके सावधान रुहंतु। नूतन प्रेम वार्तालाप पई आज उत्तम युग होई न पारे। तत्सहित परिवार वर्ग बंधु वर्गक सहित आपणकर मनांतर रही पारे युग। तेणु यह प्रति ध्यान दबार आवश्यकता रही जहा बिछा राशि व्यक्ति भाग्य चक्र रु जना पड़ुछि। तेबे बिछा राशि व्यक्ति आज राजनीतिक सामाजिक क्षेत्र रे आपणकर भाग्य आदु साथ देउ नाही। तेणु जेकोसी राजनीतिक कार्य पई आपण जदि आज निहाती आवश्यकता रही बा कोनोसी दैनंदिन कार्य आपणकर सामाजिक कार्य, तेबे निश्चित निजर मन को स्थिर रखी एही कार्य करंतु। कोनोसी युक्ति तर्क कलह करंतु नाही, जहा आपणक पई भलो हेबो। तेबे बिछा राशि व्यक्ति आज आपणकर जहा कि शिक्षार्थी विद्यार्थी मानकर पाठ पढ़ा प्रति अवहेला युक्त रहुची। तेणु आपण टिके सावधान रुहंतु। तेबे बिछा राशि व्यक्ति आज दूर यात्रा जदि करूछंती, आपण दूर यात्रा रे विफलता बा कार्य हासिल करिबा विलंब युक्त रहुची। तेणु आपण को निश्चित आज बिछा राशि व्यक्ति जदि जाउछंती से कार्य पई इष्ट देवता को निश्चित स्मरण करी जानतु। देखिबा आपणकर से कार्य सफलता मिलिबो, जहा आपणको भाग्य चक्र जना पड़ते। बिछा राशि व्यक्ति आज व्यापार वाणिज्य रे आशा अनुसार लाभ प्राप्त करि न पारंती। तेणु कोनोसी रिस्कफुल व्यापार वाणिज्य करंतु नाही एवं नूतन जहा कि व्यापार वाणिज्य करंतु नाही, जहा आपणको पई भलो हेबे। बिछा राशि व्यक्ति आज स्वास्थ्य प्रति सचेतन रुहंतु। कोनोसी जहा कि तेलिया जिनिस बा अखाद्य खाद्य जहा आपणकर स्वास्थ्य खराब हेबो ताहा पई आपण सचेतन रुहंतु, जहा आपणको पई भलो हेबो। आज बिछा राशि व्यक्तिंकर भाग्य संख्या रहिछि जहा कि 3। भाग्य रंग आपण कमला रंग व्यवहार करिवे एवं ग्रह माने आपण आज 50% साथ दउछंती। एबे चलंतु जानिबा धनु राशि व्यक्तिंक विषय। धनु राशि व्यक्ति आज समस्त प्रकार कार्य रे आपणकर उत्तम युग रहुछि। ग्रह माने आपणको शुभ दृष्टि रे देखुचंती। तेणु जेकोसी कार्य करिवे से कार्य संपूर्ण होबार क्षमता रही। पूर्वरु अटकी जाइतिबा कार्य मध्य धनु राशि व्यक्तिंकर संपूर्ण होबार उत्तम युग रहुछि। तेबे धनु राशि व्यक्ति आज जहा कि कोनोसी नूतन कार्य बा धार्मिक कार्य करिवार उत्तम युग रहुछि। तत्सहित धनु राशि व्यक्ति आज चाकरी संबंधर कार्य गुड़िक उत्साह एवं प्रेरणा मिलिबो एवं आपनको प्रशंसार पात्र बनि जाई पारंती आपनकर कार्य कौशल देखि। तेबे धनु राशि व्यक्ति आज दैनंदिन कार्य रे आपनकर प्रतिभा देखा देबो। तत्सहित राजनीतिक सामाजिक क्षेत्र रे आपनकर प्रतिष्ठा मान सम्मान बढ़िबार सहित दबदबा बढ़िबो। आज धनु राशि व्यक्ति शिक्षार्थी विद्यार्थी मानकर इंटरव्यू एग्जाम थिले अनेक प्रकार सफलता पाइबार उत्तम युग रहुछि। आज धनु राशि व्यक्ति नूतन कार्य अर्थात किछि दूर यात्रा पई जदि जाउछंती से कार्य निश्चित आपनकर सफलता हबो, जहा आपनक भाग्य चक्र रु जना पड़ुछि। तेबे धनु राशि व्यक्ति आज नूतन प्रेम वार्तालाप करिबा पई उत्तम युग रहुछि। तत्सहित जो माने प्रेम संबंध रे जड़ित अछंती आज मानसिक स्थिति एवं निज भीतर मधुर वार्तालाप करिबार पूर्ण युग रहुछि। तत्सहित परिवार वर्ग एवं बंधु वर्गक सहित आपनकर भल संबंध रहिबो। पूर्वरु जदि किछि मनांतर थिबो आज समाधानर उत्तम युग रहुछि। तेणु एहा प्रति ध्यान दियंतु। तेबे आज धनु राशि व्यक्ति व्यापार वाणिज्य रे आशा ठारू अधिक लाभ प्राप्त करिबा सहित नूतन किछि विनियोग करिबा पई आज शुभ युग रहिबा सहित नूतन व्यापार वाणिज्य निष्पत्ति नबा पई ग्रह माने आपनको आज शुभ दृष्टि रे देखुचंती। तेबे धनु राशि व्यक्ति
आज अर्थ संचय करने सहित आपणकर भाग्य पूर्ण शुभयोग रोचे जहाँ आपण भाग्य चक्र जना पड़ुची। आज धनुराशि व्यक्ति स्वास्थ्यगत दृष्टि देखिले आप संपूर्ण सुस्थ रे कौन स्वास्थ्य समस्या आज धनुराशि व्यक्ति देखा देव नहीं। आज धनुराशि व्यक्ति भाग्य संख्या रही जहाँकि एक भाग्य रंग आप सुनेली रंग व्यवहार करें एवं ग्रह माने आपको आज 98% साथ दौरान। एबे चलतु जानिबा मकर राशि व्यक्ति विषय। मकर राशि व्यक्ति आज आपणकर जहाँकि प्रत्येक कार्य आपण सफलता पाई पारंती कौन सी गुरुत्वपूर्ण निष्पत्ति नबा ठारू बहुत भल भावे जहाँकि ताकु तनखिकी निष्पत्ति नियंतु जहाँ आपणक पई भल हेबे। तेबे मकर राशि व्यक्ति आज दैनंदिन कार्य आपण सफलता पाइबे। आपणकर कार्य कौशल आगक बढ़िबार सुजोग रहुची। विशेषकर चाकरी संबंध रे कार्य उत्साह देखा देई पारे। तत्सहित आज जहाँकि मकर राशि व्यक्तिंकर ऑफिस जनित कार्य सहित आपणकर राजनीतिक सामाजिक क्षेत्र रे कार्य गुड़िक उत्साह एवं प्रेरणादायक होई पारे। तत्सहित आज मकर राशि व्यक्ति जहाँकि नूतन किसी कार्य पाई जाई पारंती से कार्य रे आपण सफलता मध्य पाई पारंती जहाँ आपणक भाग्य चक्र जना पड़ुची। तेबे मकर राशि व्यक्ति आज शिक्षार्थी विद्यार्थी मानकर भाग्य साथ देव जहाँकि पाठ पढ़ा पढ़ी रे बा इंटरव्यू रे आपण सफलता पाई पारंती। तेबे मकर राशि व्यक्ति आज नूतन प्रेम वार्तालाप पाई उत्तम जुग रहुची जहाँ आपणक भाग्य चक्र जना पड़ी। तत्सहित जो माने प्रेम संबंध रे जड़ित अछंती आज उत्साह देखा देई पारे निज भितरे। तत्सहित आज परिवार वर्ग बंधु वर्ग सहित मकर राशि व्यक्ति भल संबंध रहिबा सहित आपणकर जदि व्यापार वाणिज्य मकर राशि व्यक्ति करूछंती आज टिके सावधान रुहंतु कारण व्यापार वाणिज्य रे आपण आशा अनुଯାयी लाभ करि परिबे नाही। तेणु नूतन व्यापार वाणिज्य निष्पत्ति ठारू मकर राशि व्यक्ति आज सावधान रुहंतु जहाँ आपणक पई भल हेबो। तेबे धार उधार प्रति आज टिके सचेतन रुहंतु बा धार आनंतु नाही किबा धार दियंतु नाही जहाँ आपणक पई भल हेबे। तेबे मकर राशि व्यक्ति आज किछि जहाँकि आपणकर स्वास्थ्य प्रति निश्चित सचेतन रुहंतु। आपणकर स्वास्थ्य समस्या किछि मात्रा रे आपणकु अस्थिर करि पारे। तेबे जदि स्वास्थ्य प्रति सचेतन रहिबे कोनोसी समस्या रहिबो नाही। आज मकर राशि व्यक्तिकर भाग्य संख्या रहिछि जहाँकि 8 भाग्य रंग आपण गाढ़ नील रंग व्यवहार करि पारिबे एवं ग्रह माने आपणकर आज 80% साथ दउचंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज मानसिक स्थिति टिके अस्थिरता रही पारे। तेणु गुरुत्वपूर्ण निष्पत्ति ठारू दूरता अवलंबन करने सहित प्रत्येक कार्य को सचेतन सहकारे परिचालना करंतु। तत्सहित आज जहाँकि कुंभ राशि व्यक्ति दैनंदिन कार्य आपणकर प्रभाव टिके निम्नगामी रहिबा सहित आपणकर चाकरी संबंध कार्य गुड़िक अस्थिरता देखा देई पारे। उपरस्थ कर्मचारी ठारू कटुकथा शुणा पड़ी पारे। तेणु यह प्रति ध्यान दबा सहित आपणकर राजनीतिक सामाजिक क्षेत्र में आपण योजना प्रस्तुत करी कार्य करंतु नहले निज भितरे आपणकर मनांतर आपणकर मान सम्मान हानि होबार अनेक चांस रहउची। तेबे शिक्षार्थी विद्यार्थी मानक पई आज भाग्य निम्नगामी रहउची। तेणु यह प्रति निश्चित कुंभ राशि व्यक्ति सावधान रुहंतु। तेबे कुंभ राशि व्यक्ति आज जहाँकि प्रेम दुनिया रे जो माने जड़ित अछंती निज भितरे मनांतर जुग रहउची। तेणु प्रेम संबंध पई नूतन वार्तालाप करिबा पई आज दूरता अवलंबन करिबा सहित आपणकर परिवार वर्ग बंधु वर्ग सहित भल संबंध रखंतु जहाँ आपणक पई भल हेबो। तेबे आज कुंभ राशि व्यक्ति दूर यात्रा जदि किछि कार्य पई जाउछंती ताहा पई आपण आज जहाँ कि कैंसिल करंतु जहाँ आपणक पई भल हेबो। तेबे कुंभ राशि व्यक्ति आज आपणकर जहाँ कि स्वास्थ्यगत दृष्टि देखिले आपणकर स्वास्थ्य अनेक प्रकार समस्या जड़ित रहुची। तेणु आपण निश्चित स्वास्थ्य प्रति सचेतन रुहंतु। जदि पूर्वर स्वास्थ्य समस्या थिबो आहुरी ध्यान दियंतु जहाँ आपणक पई भल हेबे। तेबे कुंभ राशि व्यक्ति आज आपणकर अर्थजनित कारोबार अनेक प्रकार लाभ प्राप्त करिवार उत्तम जुग रहुची। जो माने व्यापार वाणिज्य करूछंती समाने निश्चित आज उत्तम जुग रहुची। तेणु व्यापार वाणिज्य निष्पत्ति नबा पई ग्रह माने आपण को पूर्ण सहयोग करूछंती कुंभ राशि व्यक्तिंकर। आज कुंभ राशि व्यक्ति अर्थ मध्य संचय करिवार सुजोग रहुची। आज कुंभ राशि व्यक्तिंकर भाग्य संख्या रही जहाँ कि 6 भाग्य रंग आपण कला रंग व्यवहार करि परिबे एवं ग्रह माने आपण को आज 70% एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज प्रत्येक कार्य को आपण को सचेतन सहकारे परिवार आवश्यकता रही कारण आपणकर भाग्य ग्रह निम्नगामी रहुची। तेणु गुरुत्वपूर्ण निष्पत्ति ठारू दूरता अवलंबन करने सहित
କୌଣସି କାର୍ଯ୍ୟରେ ଯାହାକି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ମାନସିକ ସ୍ଥିତି ଯାହାକି ଭଲ ନ ରହିପାରେ। ତେଣୁ ଏହା ପ୍ରତି ମୀନ ରାଶି ବ୍ୟକ୍ତି ସଚେତନ ରହିବା ସହିତ ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆଜି ସ୍ଥିରତା ରହିବା ପାଇଁ ଚେଷ୍ଟା କରନ୍ତୁ କିମ୍ବା ଆଜି କାର୍ଯ୍ୟ ନ କରନ୍ତୁ, ଭଲ ରହିବ। ତେବେ ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଅବହେଳା ଯୁକ୍ତ ରହୁଛନ୍ତି। ତେଣୁ ଏକାଗ୍ରତା ଜାହିର କରନ୍ତୁ, ବିଶେଷ କରି ଶିକ୍ଷା କ୍ଷେତ୍ରରେ ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଆଜି ଉତ୍ତମ ଯୁଗ ନାହିଁ। ତେଣୁ ଏହା ପ୍ରତି ସଚେତନ ରହିବାର ଯୁଗ ରହୁଛି। ତେଣୁ ଯୋଉମାନେ ପ୍ରେମ କରୁଛନ୍ତି ସେମାନେ କୌଣସି ଯୁକ୍ତିତର୍କ କଳହ କରନ୍ତୁ ନାହିଁ। ଆଜି କିଛି ମନାନ୍ତର ଯୁଗ ରହୁଛି। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭିତରେ କିଛି କଳହ ଯୁକ୍ତ ତର୍କ ହବାର ଯୁଗ ରହୁଛି ବା ବନ୍ଧୁବର୍ଗଙ୍କ ସହିତ ମଧ୍ୟ ସମ୍ବନ୍ଧ ଖରାପ ରହୁଛି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ମୀନ ରାଶି ବ୍ୟକ୍ତି ଯାହାକି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେଥି କାର୍ଯ୍ୟ ସଫଳ ହବା ଭାରି କଷ୍ଟକର। ତେଣୁ ଏହା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଯଦି ଆପଣ ଯାହାକି ବେପାର ବାଣିଜ୍ୟ କରୁଛନ୍ତି ତେବେ ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରନ୍ତୁ, ନହେଲେ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସାମ୍ନା ଯାହାକି ଖରାପ ହବାର ଅନେକ ଚାନ୍ସ ରହୁଛି। ତେଣୁ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।